ଆମେ ନଳିନ୍ଦାଙ୍କର ନବ ରସାୟନ ପଢ଼ୁଛୁ ଶେଷ ଅଂଶ। ସେ କହିଛନ୍ତି ଆଧୁନିକ ବିଜ୍ଞାନର କଲ୍ୟାଣରୁ ସ୍ଥୂଳ କଠିନ ଜଡ଼ ଯେଉଁ ରୂପ ନେଇ ଆମ ଆଖିରେ ଧରା ଦେଇଛି ତାହାର ପ୍ରକୃତ ସ୍ୱରୂପ ହେଲା ବିଦ୍ୟୁନ୍ମୟ ଜ୍ୟୋତିର୍ମୟ, କିନ୍ତୁ ବିଦ୍ୟୁତ୍ ଧର୍ମୀ ଜ୍ୟୋତିଧର୍ମୀ ହେଲେ ମଧ୍ୟ ତାହା ଜଡ଼। କାଲି ଯେ ଆମେ ପଢ଼ିଥିଲୁ ଯେ ଯଦିଓ ଜଡ଼ ଦେଖାଯାଉଛି ତା ମଧ୍ୟରେ ତାର ସ୍ୱରୂପ ହେଉଛି ତା ଭିତରେ ଥିବା ବିଦ୍ୟୁତ୍ ଧର୍ମୀ ରହିଛି, ଚିନ୍ମୟ ରହିଛି ତତ୍ତ୍ୱ। ଗୋଟେ ବହୁତ ମିଷ୍ଟେରିୟସ୍ କଥା ଯାହା ଆମେ ସଲ୍ଭ ଭାବିପାରୁନୁ। ଜଡ଼ଟା ସ୍ଥିର ନୁହେଁ। ଜଡ଼ ସ୍ଥିର କି? କେମିତି ସ୍ଥିର ନୁହେଁ କେମିତି କୁହାଯିବ? କାରଣ ତା ଭିତରେ ନ୍ୟୁକ୍ଲିୟସ୍ ରହିଛି, ଇଲେକ୍ଟ୍ରନ୍ ଚାରିପଟେ ଯାକ ବୁଲୁଛି। ସ୍ଥିର କୋଉବାଟେ ହେଲା? ସବୁଗୁଡ଼ିକ ଅସ୍ଥିର ଭିତରେ ନିଜେ ହେଉଛି ସ୍ଥିର ଜଡ଼। ପ୍ରକୃତରେ ସବୁଗୁଡ଼ାକ ତା ଭିତରେ ପ୍ରତ୍ୟେକ କ୍ଷୁଦ୍ରତମ ଅଂଶ ହେଉଛି ଅସ୍ଥିର, ବୁଲୁଛି ଇଲେକ୍ଟ୍ରନ୍। ଆଉ ତାପରେ ବି ଯାହା ଦେଖାଯାଉଛି ଜଡ଼ ସେଇଟା ବି ଠିକ୍ ନୁହେଁ। କାହିଁକି ଠିକ୍ ନୁହେଁ? ଇଲେକ୍ଟ୍ରନ୍ ଗୁଡ଼ିକ ଏପଟ ସେପଟ କରିଦେଲେ ତାର ସିଷ୍ଟମକୁ ଜଡ଼ର କ୍ୱାଲିଟି ଚେଞ୍ଜ ହେଇଯାଉଛି। ତେଣୁ ଗୋଟେ ବସ୍ତୁ ଏଇଆ ବୋଲି କହିବାର ଅର୍ଥ ବି ବହୁତ ଅଲଗା ଆମ ପାଖରେ ହେଉଛି। ସୁନାକୁ ରୂପା କରିଦେଇ ହେଉଛି, ରୂପାକୁ ତମ୍ବା କରିଦେଉଛି, ଲୁହାକୁ ସୁନା କରିଦେଇ ହେଉଛି, କେବଳ ଇଲେକ୍ଟ୍ରନ୍ର ଏପଟ ସେପଟ କରିଦେଲେ। କିଛି ବିଜ୍ଞାନ ଏଇ ଧାରାରେ ପହଞ୍ଚିବାକୁ ଯାଉଛି। ସେ କହୁଛନ୍ତି ଆହୁରି ଗଭୀରକୁ ନିବିଡ଼କୁ ଗଲେ ତା ଗୋଟେ ଚିତ୍ଧର୍ମୀ। ଯଦି ଆହୁରି ଭିତରକୁ ଯିବ, ଏଇ ଜଡ଼ ମଧ୍ୟରେ ଯେଉଁ ଶକ୍ତି ରହିଛି, ତାପ ରହିଛି, ତା ବିଦ୍ୟୁତ୍ ତାପରେ ବି ପରିବର୍ତ୍ତନ ହେଇପାରିବ, ଯାହା ହେଉଛି ରିଆକ୍ଟର ମାନଙ୍କରେ। ତଥାପି ସେତେବେଳେ ମଧ୍ୟ ସେ ଜଡ଼ ରୂପରେ ହିଁ ରହିପାରେ। ଜଡ଼ତ୍ୱ ଯେ ଚିନ୍ମୟରେ ଲୋପ ପାଇବ ତା ନୁହେଁ। ଆଧ୍ୟାତ୍ମିକ ଜଗତରେ ମଧ୍ୟ ଜଡ଼ାତୀତ ହେବ ନାହିଁ। ଆଧ୍ୟାତ୍ମିକ ଜଗତ ଦ୍ୱାରା ସ୍ଥାପିତ ଜଡ଼ ଜଗତ ପ୍ରଳୟରେ ଲୋପ ପାଇବ ନାହିଁ। ଆମେ ଗୋଟେ ସମ୍ଭାବନା ଅଛି। କେମିତିଆ ସମ୍ଭାବନା? ନା ଆମ ନିଜ ଭିତରେ ଆମେ ଦେଖିବା ଏବଂ ବାହାରେ ଦେଖିବା। ନିଜ ଭିତରେ ଯେତେ ଗଭୀରରୁ ଗଭୀରକୁ ଜଣେ ଯିବ, ଗଭୀର ସେତେ ଯେଉଁ ସ୍ପନ୍ଦନ ପାଇବ, ସେଇ ସ୍ପନ୍ଦନ ବାହ୍ୟ ଜୀବନଠୁ ତଫାତ୍ ପାଇବ। ବହୁତ ସାଧାରଣ ସରଳ କଥା ହେଉଛି ଯେ ଯେମିତି ଦିଆଯାଇଛି ଉଦାହରଣ ସମୁଦ୍ର ଢେଉର ଦିଆଯାଇଛି। ସମୁଦ୍ର ଢେଉ କ'ଣ କରେ? ବହୁତ ଅସ୍ଥିର ବାହାରେ, ଭିତରେ ଏକଦମ ସ୍ଥିର, ଭିତରେ ପାଣିରେ ଚଞ୍ଚଳତା ନାହିଁ। କାହିଁକି କହନ୍ତି ନା ମାଠିଆକୁ ପାଣି ଭର୍ତ୍ତି କରିବ, ମାଠିଆରେ ଶବ୍ଦ ହବନି। ମାଠିଆ ପାଣି ଭର୍ତ୍ତି ହେଇଗଲା ଆଉ ଶବ୍ଦ ହବ କି? ପାଣି ଭର୍ତ୍ତି ହେଇଗଲା ଆଉ ମାଠିଆ ଶବ୍ଦ ହବନି। ନହବା ଯାଏ ଡବ୍ ଡବ୍ ଶବ୍ଦ ହଉଥିବ ଭିତରଟା। ଭିତରର ଯେଉଁ ଅବସ୍ଥା, ଯେଉଁ ଶାନ୍ତ ଧୀର ସ୍ଥିର ଅବସ୍ଥା, ସେଇଟାକୁ କାମ ଆକ୍ଟିଭ୍ କାମ ଭିତରେ ବଜାୟ ରଖି ହବ କି? ଇଏ ହେଉଛି ଗୋଟେ ଟାସ୍କ, ଗୋଟେ ଜବ୍ ଯେଉଁ ଦିଆହେଇଛି। ଆମ ଦୈନନ୍ଦିନ କାର୍ଯ୍ୟକ୍ରମ ହେଉଛି ଏଇ ଯେଉଁ ଘଟଣାର, ଏଇ ଟାସ୍କର ଏକ କ୍ୱେଶ୍ଚିନ୍ ପେପର। ଯେ ମା ବାରମ୍ବାର ବାରମ୍ବାର କହିଛନ୍ତି ତୁମେ ଆଧ୍ୟାତ୍ମିକତାରେ ଅଗ୍ରଗତି କରିଛ ବୋଲି ଜାଣିବ କେମିତି? ଯେତେବେଳେ କୌଣସି ଚଞ୍ଚଳତା ଅସ୍ଥିରତା ତୁମକୁ ପରିଚାଳିତ କରିବନି, ଯେତେବେଳେ ପ୍ରତ୍ୟେକ ସିଦ୍ଧାନ୍ତ ଏକ ଗଭୀର ବସ୍ତୁରୁ ଉଠି ଆସିବ ୱିଦାଉଟ୍ ଆଫେକ୍ଟିଂ। ସେ କହୁଛନ୍ତି ଜଡ଼ତ୍ୱ ଯେ ଚିନ୍ମୟରେ ଲୋପ ପାଇବ ତାହା ନୁହେଁ। ଆଧ୍ୟାତ୍ମିକ ଜଗତରେ ମଧ୍ୟ ଜଡ଼ାତୀତ ହେବ ନାହିଁ। ଜିନିଷ ରୂପାନ୍ତର ହେବାକୁ ଆରମ୍ଭ କରିବ। ଆମର କଳ୍ପନା କେତେ ଯାଇପାରୁଛି? କାରଣ ଘଟଣା ଗୁଡ଼ିକ କଳ୍ପନାଠୁ ବହୁତ ତଫାତ୍। କଳ୍ପନା ଏତିକି ଯାଇପାରୁଛି ଯେ ଭିତରର ଚିନ୍ମୟ ତତ୍ତ୍ୱ ମାନେ କ'ଣ? ନା ସଚେତନତାର ମ୍ୟାକ୍ସିମମ୍ ଅବସ୍ଥା ନିଜ ଭିତର, ସେଇ ଅଂଶ ବାହ୍ୟ ଜୀବନରେ ପ୍ରକାଶ ହେବ। ହେଇପାରିବ କି? ମୁଁ କନସିୟସ୍ ହେବି ମାଙ୍କ ଉପରେ ଏବଂ ଭଗବାନଙ୍କ ସମ୍ପର୍କରେ ସଚେତନ ହେବା, ଚେତନାର ଗୋଟେ ଅବସ୍ଥା, ସେଇ ଅବସ୍ଥା କାମ କଲାବେଳେ ରହିବ କି? କୌଣସି ସିଦ୍ଧାନ୍ତ ନେଲା ବେଳେ ହବ କି? ଏକ ବହୁତ ଶାନ୍ତ ସ୍ଥିର
गभीर निर्भरता व्हाइट रोजेस कहते ग्राटिट्यूड बोली फ्लेम ऑफ ग्राटिट्यूड भीतर एक से गोटे चेतना को विभिन्न भाषा वर्णना कराऊँच ता बजाय रही काम कला बेले कौन काम कर इट डज नॉट मैटर कहीं व्हाई इट डज नॉट मैटर भगवान को कृपा हेल्ले कौन जे न हो पार एमती किसी असंभव ना कि कौन से अचिवमेंट एमती बड़ किसी नुहे भगवान को कृपा बिना किंतु ये अवस्था बजाय रखी हम कि सब बेले शांत स्थिर गभीर निर्भरतार जमती एक बहुत चमत्कार समय बसंत ऋतु पवन बहुची शांत स्थिर रोचे तुम गोटे पहाड़ उपर ठियाच पहाड़ पर ठिया फूल भर्ती देखुच ताकू ये अवस्था भीतरटा आसपार कि बाहर जीवन में कम कला बेले विदाउट बीइंग डिस्टर्ब ये द्विविध गति ये जुगल धारा समग्र सिद्धि को पृथ्वी मनीष को समवेत भाव में सृष्टि जावतीय अंश को नहीं चले गोटे सामंजस्य समन्वय भितर दे अनिवार्य भाव विपुल संघर्ष प्रलय बा ध्वंस भीतर नहीं ये अवस्था आसवाई इज इट नेसेसरी ये गोटे संघर्ष हवा बोली गोटे बहुत बड़ झड़ झंझा आवश्यक कि यही कारण सकाशे किसी जन्म अतिवाहित हुए किसी जन्म अतिवाहित हुए जहाँ फल कौन हुए व्यक्ति लर्न करे शिखे जे यहाँ संभव पर बोली आम इम्पोर्टेन्स केबे भी दौनी भगवान को आम निज उपरे निज कार्य उपरे निज धारा उपरे निजर परिकल्पना उपरे इम्पोर्टेन्स दो किंतु ये सब विषय एक भितर बाहर को आसबार एक स्पंदन हो पार कि यहाँ संभव पर कि जे मो निज हाथ में किसी आम भर कहीं भी हेल्ले जी भी हो पचे जी कहता गो टू चंदननगर बोली केबे से छाड़ी जान श्रीमंद को कहला गोटे मिनिट डिसाइड कले सागे सागे 10 मिनट भर जा गंगा घाट में आमको कहते आम कह कल सका चाह किए दब मत चंदननगर कौटी जी कौन करी ये क्वेश्चन आम करूँ एमती एक लाइफ हो पार कि जो जीवन में जड़े संपूर्ण भाव में भगवान का आदेश द्वारा प्रतिपालित हो निजर बुद्धि खर्च न करी से कहते यहाँ संभव पर बोली स्लोली ये अवस्था को आसवाई आमको केते स्टेज दे जावाक पड़ी प्रथम कथा टू रिकग्नाइज द प्रेजेंस रिकग्नाइज निज भितर सेकेंड कथा हम से जो दादा जो बहीटा सुपरमेंटल एक्शन लिखाएनि स्टेप बाय स्टेप 5-6टा स्टेप वर्णना कराई थे रिकग्नाइज कलापर द्वारा परिचालित संकल्प निज बुद्धि द्वारा नुहे वैदिक ऋषि जमती कहते अग्निर है ऊर्ध्वमुखी आस्पुरा तार शिखा ऊपर दिग को ही उठी चली चेतना को शुद्ध शाणित प्रज्वल प्रबल कर स्तर पर स्तर प्रभावित हो चली देवता मान स्वधाम देवादिदेव सामीप साजुज अभिमुखे जमती ये देले कौन हुए घीओ डाणिले यज्ञ शिखाटा ऊपर को उठे बहुत से भाई समग्र जीवन प्रभावटा ऊपर को उठी उठी चली जो जगह आम सहयोग करुचु से जगह यहाँ आहरी तीव्र हो विभिन्न लोक भीतर देखिए आस्पुरा चली स्वधाम देवादिदेव समीप साजुज्य साजुज्य हूँ सम्यक भाव में संगे युक्त हो विषयटा ऊपर उठी किंतु अग्निर सहकारी बंधु हेले पर्जन पर्जन देव काम है अवरोहण अवगणन वर्षण धारा भली ऊर्ध्व को जहाँ उठी ऊर्ध्व जहाँ रही एठार भूतल प्रतिष्ठित करने परिपूर्ण चर्म सार्थकता ये हूँ मिस्टीरियस सेंटेंस जे तब किसी जिनस अनुभव कर भितर एमती भी समय अच्छी जितेबाला माँ प्रति श्रद्धा भक्ति आखिर अश्रु देखी बाहरी कृतज्ञतार भाव देखी बाहरी कि तुम कृपार बहुत किसी ये जो अवस्था निज भीतर ताकू आम कृतज्ञता बोली कहीपर जो शब्द व्यवहार कृतज्ञता हूँ परिचित शब्द आमर किंबा भल पाइबा बोली लव बोली कहीपर माँ प्रति लव दि मदर ऑलवेज बिहेव एज इफ दि मदर इज लुकिंग एट यू जो लव दि मदर कहूँ माँ को गभीर भाव में भक्ति श्रद्धा भल पाइबा हो पार
এইটা को बजाय रखी हबो कि डे टू डे लाइफ रे एइथि प्रथम कथा होची ताकू गुरुत्व दबा गुरुत्व बुझी होची ताकू इम्पोर्टेंस दबा जे एइटा होची मो काम मु जेतेबेले से काम करूनी सेतेबेले मु मोर लक्ष्य दिगरे जाऊनी बुझी ମୁଁ ଗୋଟେ ସମୟରେ ମାଙ୍କ ପ୍ରତି ଆକୁଳତା ମୋ ଭିତରେ ଜନ୍ମ ହେଇଛି ବା ମାଙ୍କ ପ୍ରତି କୃତଜ୍ଞତା ମୋ ଭିତରେ ଆସୁଛି ଯେତେବେଳେ କୃତଜ୍ଞତା ଆସୁଛି ଜଣେ ମାର୍କ କରି ଦେଖିବ ଅହଂ କମିଯାଇଛି କୃତଜ୍ଞତା ଯେତେବେଳେ ମାଙ୍କ ପ୍ରତି ଆସୁଛି ସେ ଯେଉଁ ବିଷୟଟା କମ୍ ହେଇଛି ସେ ହେଉଛି ଅହଂ ଯେତେ ଅହଂ କମି କମି ଯିବ ସେତେ ମାଙ୍କ ପ୍ରତି ଭଲ ପାଇବା ବଢ଼ି ବଢ଼ି ଯିବ ଯେତେ ଅହଂ ହେଉଛି ଯେ ମୁଁ ସବୁ କରୁଛି ବା ମୋ ଦ୍ୱାରା ହେଇପାରୁଛି ନିଜର ସ୍ଥିତି ଯେଉଁ ଯାହା ଯେଉଁ ଭାଷା ବ୍ୟବହାର କର ଡଜ୍ ନଟ୍ ମ୍ୟାଟର ଆମମାନଙ୍କର ସେ ହେଉଛି ପ୍ରୋବ୍ଲେମ୍ ଆମେ ଆମ ନିଜ ସ୍ଥିତିକୁ ବଜାୟ ରଖିବାକୁ ଚାହୁଁଛୁ ଯାହାଫଳରେ ମାଙ୍କ ପ୍ରେଜେନ୍ସ କ୍ଲାଉଡେଡ୍ ହେଇଯାଉଛି ମାଙ୍କ ପ୍ରେଜେନ୍ସ ଜଣାପଡ଼ୁନି ଆଉ ଏଠି ଧୀରେ ଧୀରେ ମା ପ୍ରମିନେଣ୍ଟ ହେବେ ସ୍ୱାଭାବିକ ରୂପେ ଗୋଟିଏ କାରଣ ହେବ ଯେ ଅହଂ କମି କମିଯିବ ନିଜ ଭିତରେ ଅହଙ୍କାର କମି କମିଯିବ ଅହଂର अस्तित्व कमी कमिଯିବ ଯେତେ अस्तित्व କ୍ରିକେଟ୍ ରେଚେଡ୍ ଇଗୋ ଫିଲିଂ ହେଉଛି ଆଇ ଏକ୍ଜିଷ୍ଟ ମୁଁ ଏକ୍ଜିଷ୍ଟ କରୁଛି ଚେତନାର ରୂପାନ୍ତର ବୋଲି ଗୋଟେ ଛୋଟ ଆର୍ଟିକଲ ବୋଧେ ଧର୍ମପଦରେ ଅଛି ମା ବୁଝେଇଛନ୍ତି ସେଥିରେ ବର୍ଣ୍ଣନା କରିଛନ୍ତି ଅହଂ ଓ ଅହଙ୍କାର ବୋଲି ଗୋଟେ ଚାପ୍ଟର ଅଛି ଇଗୋ ଆଣ୍ଡ ଇଗୋଇଜିମ୍ ବୋଲି ଗୋଟେ ଚାପ୍ଟର ଅଛି ସେଥିରେ ଇଗୋ କ'ଣ ଇଗୋଇଜିମ୍ କ'ଣ ବର୍ଣ୍ଣନା କରାଯାଇଛି ଇଗୋ ହେଉଛି ଅହଂ ଇଗୋଇଜିମ୍ କୁ ସ୍ୱାର୍ଥପରତା ହେଉଛି ଇଗୋଇଜିମ୍ କୁହାଯାଇପାରେ ଇଗୋଇଜିମ୍ କୁ ଟପିବା ସହଜ ଇଗୋକୁ ଟପିବା ସହଜ ନୁହେଁ ଇଗୋ ଆମେ ଏମିତି ଭାଷାରେ କହିପାରୁ ଟୁ ସମ୍ ଏକ୍ସଟେଣ୍ଟ ଇଟ୍ ଇଜ୍ କରେକ୍ଟ ନଟ୍ କମ୍ ଯେ ଇଗୋର ଆକ୍ଟିଭିଟି ହେଉଛି ଇଗୋଇଜିମ୍ ଭଳିଆ କିଛି ଗୋଟେ ଚିନ୍ତା କରାଯାଇପାରେ ଇଗୋ ହେଉଛି ଯେ ୟୁ ଏକ୍ଜିଷ୍ଟ ଦ୍ୟାଟ୍ ଇଜ୍ ଦ ଇଗୋ ଏବଂ ଯେତେବେଳେ ଓଡ଼ିଆରେ ତାକୁ ବର୍ଣ୍ଣନା କରାଯାଇଛି ସମଗ୍ର ବୋଲି ହୋଲ୍ WHOL ହୋଲ୍ ସମଗ୍ର ଅର୍ଥ ହେଉଛି ହ୍ୱେନ୍ ୟୁ ବିକମ୍ ହୋଲ୍ ଦେନ୍ ଇଗୋ ଚାଲିଯିବ କେମିତି ତାକୁ ବହୁ ଭାବରେ ମା ଚେଷ୍ଟା କରିଛନ୍ତି ବୁଝିବା ପାଇଁ ଆମ ମୁଣ୍ଡରେ ପଶିବା ପାଇଁ ଯେଉଁ ମୁହୂର୍ତ୍ତରେ ମୋର ଏକ୍ଜିଷ୍ଟେନ୍ସ ଅଛି ସେ ମୁହୂର୍ତ୍ତରେ ଆଇ ଷ୍ଟାଣ୍ଡ ବିଫୋର୍ ଦି ପ୍ରେଜେନ୍ସ ବୁଝିହେଉଛି ଯେତେବେଳେ ମୋର ଏକ୍ଜିଷ୍ଟେନ୍ସ ଅଛି ଥରେ ଚମ୍ପଲଲାଲଙ୍କୁ ମଧୁସୂଦନ ରେଡ୍ଡି କହିଲେ ଗୋଟେ ମିଟିଂରେ କହିଲେ ଚମ୍ପଲଲାଲ ବସିଥାନ୍ତି କହିଲେ ଯେ ଚମ୍ପଲଲାଲ ଗୋଟେ ଲୋକ ଯାହାଙ୍କର ଇଗୋ ନାହିଁ ସନ୍ଧ୍ୟାବେଳେ ସାଙ୍ଗେ ସାଙ୍ଗେ ଚମ୍ପଲଲାଲ ଲେଖିଲେ ଇଗୋ ନାହିଁ କହିବନି ମୋର ସ୍ୱାର୍ଥପରତା ସେଲ୍ଫିନେସ୍ ମୁଁ ନୁହେଁ କିନ୍ତୁ ଇଗୋ ମୋର ଅଛି ଇଗୋ ଅର୍ଥ ହେଉଛି ଆଇ ଏକ୍ଜିଷ୍ଟ ଦ୍ୟାଟ୍ ଇଜ୍ ଇଗୋ ଯେତେବେଳେ ଜଣେ ରହୁନି ଅର୍ଥ ହେଉଛି ମୁଁ ରହୁନି ତମେ ହିଁ ରହିଛ ଏଇ ଅବସ୍ଥାଟା ଆସିପାରିବ ମୋର୍ ଆଣ୍ଡ ମୋର୍ ୟୁ ଆସ୍ପାୟାର ଟୁ ବି ଲେସ୍ ଆଣ୍ଡ ଲେସ୍ ଇଗୋଇଷ୍ଟିକ୍ ମୁଁ ଯେମିତି ମାନେ ଏଇଟା ଗୋଟେ ହେଉଛି ଇନସଲ୍ଟ ଇଜ୍ ଦ ୱାର୍ଡ ହ୍ୱିଚ୍ ସୁଡ୍ ବି ୟୁଜ୍ ମାଙ୍କର ନିଜର ଏକ୍ଜିଷ୍ଟେନ୍ସ ହେଉଛି ମାଙ୍କୁ ଇନସଲ୍ଟ ବୁଝିଲା ମୋର ଏକ୍ଜିଷ୍ଟେନ୍ସ ହେଉଛି ମୁଁ ଅଛି ନା ମୁଁ ଅଛି ମୁଁ ଯେମିତି ଅଛି ଆଇ ଏମ୍ ଡିଫରେଣ୍ଟ ଫ୍ରମ୍ ୟୁ ମୁଁ ଯେତେବେଳେ ଯାଏ ଅଛି ଆଇ ଏମ୍ ଡିଫରେଣ୍ଟ ଫ୍ରମ୍ ୟୁ ମୋର ଏକ୍ଜିଷ୍ଟେନ୍ସ ହେଉଛି ଇନସଲ୍ଟ ଟୁ ଦ ପ୍ରେଜେନ୍ସ ସୋ ଆମେ ୱିଲ୍ ବିକମ୍ ସଚ୍ ଷ୍ଟେଟ୍ରେ ପହଞ୍ଚିବୁ ଏମିତି ଭାବରେ ଆମେ ପହଞ୍ଚିବୁ ଯେତେବେଳେ ମୋର୍ ଆଣ୍ଡ ମୋର୍ ଆଇ ଏମ୍ ଆବସେଣ୍ଟ ଆଣ୍ଡ ମୋର୍ ଆଣ୍ଡ ମୋର୍ ୟୁ ଆର୍ ପ୍ରେଜେଣ୍ଟ ଅଟୋମେଟିକାଲି ହେବ ଏଇ ଆଡ଼କୁ ଆମର ଏଣ୍ଟାୟାର ଆକ୍ଟିଭିଟି ଯାଉଛି ଏ ବିଷୟ ତ କହିବା ବହୁତ ସହଜ ସେ କହୁଛନ୍ତି ଯାହା ଆମେ ଊର୍ଦ୍ଧ୍ୱରେ ଦେଖୁଛୁ ତାକୁ ଆଣି ବର୍ଷଣର ଧାରା ଅବରୋହଣ ଆରୋହଣର ଓଲଟା ହେଲା ଅବରୋହଣ ତଳକୁ ଆସିବା ବର୍ଷଣର ଧାରା ଭଳି ଊର୍ଦ୍ଧ୍ୱକୁ ଯାହା ଉଠୁଛି ଊର୍ଦ୍ଧ୍ୱରେ ଯାହା ରହିଛି ତାକୁ ଏଠାରେ ଏଇ ଭୂତଳରେ ପ୍ରତିଷ୍ଠିତ କରିବା ହେଉଛି ପରିପୂର୍ଣ୍ଣ ଚରମ ସାର୍ଥକତା ଯେଉଁଟା ଆମେ ଅନୁଭବ କରୁଛୁ ତାକୁ ଆମେ ଡେ ଟୁ ଡେ ଲାଇଫରେ କହିଲେ ବି ଭୁଲ କହୁଛି ଏକଦମ ପୁରା ଭୁଲ ଏଇଟା ନୁହେଁ ନିମ୍ନସ୍ଥ ଚେତନାରେ ପ୍ରକାଶ କରି ହେବ କି
ମୁଁ ଆଇ ଏମ୍ ଫୁଲ୍ ଅଫ୍ ଲଭ୍ ଫର୍ ଦି ମଦର ଫର୍ ସମ୍ ଟାଇମ୍। ଲଭ୍ ତ କହିବନି, ଇମୋସନ୍ସ ମାନଙ୍କର ମାଙ୍କ ପ୍ରତି ଆସୁଛି। ସେ ଇମୋସନ୍ସଟା ଭାତ ଖାଇଲା ବେଳେ ଆସିପାରିବ କି? ଗାଧେଇଲା ବେଳେ ଆସିପାରିବ କି? ଚାଲିଲା ବେଳେ ଆସିପାରିବ କି? ମୁଁ ତା ବେସିସ୍‌ରେ ରହିକିରି ମୁଁ ଯାଉଛି। ଚେଷ୍ଟା କରାହେଇଛି ଚୈତନ୍ୟ ମହାପ୍ରଭୁଙ୍କ ସମୟରେ, ତାଙ୍କର ଘଟଣା ବେଳେ କିଛି କିଛି ବ୍ୟକ୍ତି ଚେଷ୍ଟା କରିଛନ୍ତି ନିଶ୍ଚୟ ଭାବରେ। ଯେମିତି ସେ ଚେଷ୍ଟା ହଉଛି ଯେ କୃଷ୍ଣଙ୍କ କଥା କହିଲା କିଣି ଆଖିରୁ ଲୁହ ଖସି ପଡୁଛି ଏବଂ ତାଙ୍କ ବିଷୟ ଭାବି ଭାବିକିରି କଣ ବୋଲି କଣ ଲାଗୁଛି ନିଜକୁ। ଏଇଟାକୁ ସେ କର୍ମକୁ ଆଭଏଡ୍ କରିକି କରାହେଇଛି। ଡେ ଟୁ ଡେ ସେଇ ଚେତନାର ସେଇ ଅବସ୍ଥାରେ ରହିକିରି ଦୈନନ୍ଦିନ କର୍ମ କରିହବ କି? ତମେ ତୁମର କ୍ଲାସ୍‌ରେ ପାଠ ପଢ଼ଉଛ ପିଲାଙ୍କୁ। ଆଣ୍ଡ ୟୁ ୱିଲ୍ ନର୍ମାଲ୍ କନସିୟସନେସ୍ ହେଉଛି ବହୁତ ଉପରେ। ବହୁତ ଉପରେ ମାନେ ହେଉଛି ୟୁ ବିକମ୍ ଫୁଲ୍ ଅଫ୍ ଲଭ୍ ଫର୍ ଦି ମଦର, ଫୁଲ୍ ଅଫ୍ ଗ୍ରାଟିଚ୍ୟୁଡ୍ ଟୁ ଦି ମଦର। ଏଇ ହେଉଛି ବେସିସ୍। ଏଇ ବେସିସ୍‌ରେ ଆମେ କାମଟା କରୁଛୁ। ଏଇଟା ସମ୍ଭବପର କି? ଏବଂ ଏଇଆ ହେଉଛି କାର୍ଯ୍ୟର ଧାରା। ଯେତେବେଳେ ଆମେ ଆମେ ପଚାରିବୁ କି କୌଣସି ଏକ ଅଙ୍କ ସଲ୍ଭ କଲା ବେଳେ ତାର ମନ ଲଗେଇବା ଦରକାର, ଅଙ୍କକୁ କେମିତି କରିବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ। ଆଉ ସେତେବେଳେ ମାଆଙ୍କ ସ୍ମରଣ କୁଆଡ଼େ ଆସିବ? ଫୁଟବଲ ଖେଳିଲା ବେଳେ ମାଆଙ୍କୁ ସ୍ମରଣ କରିବା ଭଲ, ସମ୍ଭବପର। ଅଙ୍କ କଷିଲା ବେଳେ କେମିତି ସମ୍ଭବପର ହବ? ୟୁ ଆର୍ କନସେଣ୍ଟ୍ରେଟିଂ ଅନ୍ ଦ ମ୍ୟାଥମେଟିକ୍ସ ଫର୍ମୁଲା। ଏ ବିଷୟ ମାଆଙ୍କୁ ପଚରା ହେଇଛି। କ'ଣ ହୁଏ ପ୍ରାକ୍ଟିକାଲ ମା ବର୍ଣ୍ଣନା କରିଛନ୍ତି, ଶ୍ରୀଣଦେବୀ ବର୍ଣ୍ଣନା କରିଛନ୍ତି ବହୁତ ବଢ଼ିଆ ଭାବରେ। ଯେ ଚେତନା ଦି ଭାଗରେ ବିଭକ୍ତ ହେଇଯାଏ। ଗୋଟେ ଭାଗ କନଷ୍ଟାଣ୍ଟଲି ଇନଭୋକ୍ କରୁଥାଏ ମାଆଙ୍କୁ, ଆଉ ଗୋଟେ ଭାଗ କାମ କରୁଥାଏ। ଏଇଟା କେତେବେଳେ ହୁଏ? ଯେତେବେଳେ ଜଣେ ଚେଷ୍ଟା କରେ ମାଆଙ୍କୁ ସ୍ମରଣ କରିବା। ଯେତେବେଳେ ଜଣେ କହିବ ଯେ ସବୁ ଠିକ୍ ଚାଲିଛି ବୋଲି, ସବୁ ଠିକ୍ ଚାଲିଥିବ। ପୁଣି ଇଟ୍ ୱିଲ୍ ଟେକ୍ ଟାଇମ୍, ସ୍ଲୋଲି ଇଟ୍ ୱିଲ୍ ଟେକ୍ ଟାଇମ୍ ଶିଖିବା ପାଇଁ ଯେ ଏଇ କାମଟା ଦରକାର ବୋଲି। ଆଚ୍ଛା, ମନେକର ଆମେ ସବୁ କରିଦେଲୁ, ବିଲ୍ଡିଂ କରିଦେଲୁ, ଘର କରିଦେଲୁ, ସବୁ କରିଦେଲୁ, ୟା କଲୁ, ସ୍କୁଲ କଲୁ, କଲେଜ କଲୁ, ହସ୍ପିଟାଲ କଲୁ, କେତେ ସବୁ ଆମେ କାମ ପ୍ରୋଗ୍ରାମ ସବୁ କଲୁ, ବ୍ଲଡ୍ ଡୋନେଟ୍ କଲୁ, ସବୁ ଇଟ୍ ଇଜ୍ ଅଲ୍ ରାଇଟ୍। ୱିଲ୍ ଇଟ୍ ସର୍ଭ ଦି ପର୍ପସ୍? ଇମାଜିନ୍ କର, ଯୋଉଟା ଆମେରିକା, ରଷିଆ ବିଭିନ୍ନ ବଡ଼ କଣ୍ଟ୍ରିରେ ସବୁ କରାଯାଉନି? ସବୁ ରକମ ଯୋଉ ଆମେ ଆସ୍ପାୟାର କରୁଛୁ ସେସବୁ ଅନୁମାନ କରିଛନ୍ତି। ଆମର ପର୍ପସ୍ ହେଉଛି ଯେ ଉଚ୍ଚତର ସ୍ଥିତିକୁ ଦୈନନ୍ଦିନ ଜୀବନରେ ପ୍ରକାଶ କରିବା। ସେଇଥିପାଇଁ ଆମେ ଭେରାଇଟିଜ୍ ଅଫ୍ ୱାର୍କ ନେଉଛୁ ହାତକୁ। ପାଠ ପଢ଼ଉଛୁ, କମ୍ପ୍ୟୁଟର ଚଲାଉଛୁ, ଘର ସଫା କରୁଛୁ, ମେଡ଼ିକାଲ ଖୋଲୁଛୁ, କଲେଜ ଖୋଲୁଛୁ। କୋଉଥିପାଇଁ? ସୋ ଦ୍ୟାଟ୍ କନସିୟସନେସ୍ ୱିଲ୍ ୱାର୍କ ଇନ୍ ଏଭ୍ରି ଫିଲ୍ଡ ଅଫ୍ ଲାଇଫ୍। ସେ କହୁଛନ୍ତି ମଣିଷର ଆଧ୍ୟାତ୍ମ ଶରୀର, ଆଧ୍ୟାତ୍ମ ଚେତନା ମାତ୍ର ନୁହେଁ। ଯେତେବେଳେ ଶରୀର ୱିଲ୍ ବିକମ୍ ଏ ପାର୍ଟ ଅଫ୍ ଦି ସାଇକିକ୍ ବିଙ୍ଗସ୍, ବୁଝିହେଉଛି? ଏମିତି ଏକ ଅବସ୍ଥା, ଯେଉଁ ଅବସ୍ଥା ଆମେ ବର୍ତ୍ତମାନ କ'ଣ କରୁଛୁ? ଆମେ ରେଫର୍ କରୁଛୁ ମାଆଙ୍କୁ, ଗଭୀରରେ ଯିଏ ଅଛନ୍ତି। ଆମର ଯେଉଁ ଶରୀରଟା ଅଛି, ଶରୀର ପ୍ରାଣ ମନ ଅଛି, ସେଇଟା ହେଉଛି ଆମର ଆତ୍ମାର ଏକ ବାହ୍ୟ ରୂପ। ଯେମିତି ଗୋଟେ ଆଚ୍ଛା, ଜଣେ ଯେତେବେଳେ ମାଆଙ୍କର ପାଦକୁ ଛୁଇଁବ, ମାଆଙ୍କ ପାଦକୁ ଛୁଇଁଲା ବେଳେ କାହାକୁ ଛୁଇଁଛି? ତାଙ୍କ ମୋଜାକୁ ଛୁଇଁଛି ନା। ମାଆଙ୍କ ପାଦକୁ ଛୁଇଁଲା ବେଳେ ମାଆଙ୍କ ମୋଜା ଯେଉଁ ପିନ୍ଧିଛନ୍ତି, ସେ ମୋଜାଟାକୁ ଜଣେ ଛୁଇଁକି ମୁଣ୍ଡରେ ହାତ ମାରୁଛି। ଯେ ମୋଜା ହେଉଛି ମାଆଙ୍କର ଏକ ବାହାର ପରିଧାନ, ମୋଜା ଗୋଟେ। ଠିକ୍ ସେଇ ଭାବରେ ଶରୀର ହେଉଛି ଆତ୍ମାର ଏକ ପରିଧାନ। ଯେତେବେଳେ ମାଆ ମୋଜା ପିନ୍ଧିବେନି, ମାଆଙ୍କ ଦେହକୁ ଛୁଇଁବା ମାନେ ମାଆଙ୍କୁ ଆହୁରି ଗଭୀରତର ଅଂଶ ଛୁଇଁଲେ। ଠିକ୍ ସେଇ ଭାବରେ ଯେତେବେଳେ ଶରୀର, ମନ, ପ୍ରାଣ ୱିଲ୍ ବିକମ୍ ଏ କନସିୟସ୍ ପାର୍ଟ ଅଫ୍ ଦି ସୋଲ୍, ନିଜ ଭିତରେ ଏକ ଆତ୍ମାର ସଚେତନ ଅଂଶ ହେଇଯିବ, ସେତେବେଳେ ବାହ୍ୟ ଜୀବନ କେମିତି ଘଟିବ? ଡେ ଟୁ ଡେ ଲାଇଫ୍ ଆମେ କେମିତି ଚଳେଇବୁ? ଆମର ଗୋଟେ ଯେମିତି କୁହାଯାଉଛି ଯେ ବ୍ଲଡ୍ ସର୍କୁଲେସନ୍ ହେଉଛି, ବ୍ଲଡ୍ ସର୍କୁଲେସନ୍ ହେଉଛି, କିମ୍ବା ଗୋଟେ ଜିନିଷ ଖାଇଦେଲୁ ସେଇଟା ହଜମ ହେଉଛି, ଆମକୁ ପଚାରିକିରି ହେଉଛି କି? ବ୍ଲଡ୍ ସର୍କୁଲେସନ୍, ଏଇ ବ୍ଲଡ୍ଟା କୁଆଡ଼େ ଗଲା, କୁଆଡ଼େ ଗଲା, ଆମେ ତ କେହି ପଚାରୁନି। ଯଦି ପଚାରିବୁ ତାହେଲେ ନିଶ୍ଚୟ ବ୍ଲଡ୍ ସର୍କୁଲେସନ୍ ବନ୍ଦ ହେଇଯିବ, ଆମର ଯେମିତି ଅବସ୍ଥା। ଏଇଗୁଡ଼ାକ ଯେଉଁଗୁଡ଼ାକ ହେଉଛି, ଏଗୁଡ଼ାକ ଆମକୁ ଆମର ଅଜାଣତରେ ଘଟୁଛି, ସ୍ୱତଃସ୍ଫୂର୍ତ୍ତ ଭାବରେ ଘଟୁଛି, ସ୍ପଣ୍ଟେନିୟସଲି।
Slowly it will become conscious of it. Slowly. We'll have control over it. ଆମେ କିଛି କିଛି କଣ୍ଟ୍ରୋଲଟା ଶୁଣିଛୁ, ଦେଖିଛୁ। ଦେଖିଛ କି ମ୍ୟାଜିସିଆନ୍ ମାନେ ଦେଖନ୍ତୁ ପଲ୍ସ ଦେଖନ୍ତି, ପଲ୍ସ ଚାଲି ଯାଉଛି, କିଛି ସମୟ ପରେ ପୁଣି ପଲ୍ସ ଚାଲି ଆସୁଛି। ଏମିତି ଦେଖିଛ ତୁମେ? ମୁଁ ଦେଖିଛି ଆମ ସ୍କୁଲରେ ଜଣେ ଜଣେ କୁହାଗଲା ସେ ଡାକ୍ତର ଭଳିଆ, ସେ କହିଲେ ମୁଁ ପଲ୍ସ ଦେଖ, ମେଡିସିନ୍ ଦେଖୁଥିଲେ, ପଲ୍ସ ଦେଖିଲେ, ପଲ୍ସ ଧୀରେ ଧୀରେ ଏକଦମ ଶୂନ ହେଇଗଲା, ପଲ୍ସ ହେଇଗଲାନି। ପୁଣି ହାଫ ମିନିଟ୍ କି ମିନିଟ୍ ପରେ ପୁଣି କନସିୟସ୍ ହେଇଗଲେ। ଇଏ ମନୋଯୋଗ ଲେଖିଛନ୍ତି ରାମଦାସ ନା କାହାକୁ, ଏଇ ଯେଉଁ ହିମାଲୟାନ ମାଷ୍ଟର ଯିଏ ଲେଖିଛନ୍ତି ବୋଧେ ସେଇ ବୋଧେ ହେବେ, ତାଙ୍କ ବିଷୟରେ ଲେଖିଛନ୍ତି ମନୋଜ ଦାସ। ସେ ଲେଖିଛନ୍ତି ଯେ ସବୁ ବଡ଼ ବଡ଼ ପ୍ରଫେସର ଡାକ୍ତର ଫାକ୍ତରଙ୍କ ସାମ୍ନାରେ ସେ କ'ଣ କହିଲେ ତାଙ୍କ ଶରୀର ଲାଇଫଲେସ୍ ହେଇଗଲା। ତାପରେ ପୁଣି କିଛି ସମୟ ପରେ ଚାଲି ଆସିଲା, ପୁରା ଚାଲି ଆସିଲା, ନର୍ମାଲ ହେଇଗଲେ। ସେ ଦେଖୁଥିଲେ ହଠ ଯୋଗ ଦ୍ୱାରା କ'ଣ କ'ଣ କରିହେବ ବୋଲି। ସେଇଟା ଗୋଟେ ଆମର ସମଗ୍ର ଶରୀର ଯେଉଁ ଗୋଟେ ସେମାନଙ୍କ ସନେଟ୍ ଅଛି ଏ ବିଷୟରେ। ଯେତେବେଳେ ସମଗ୍ର ଶରୀର ଭିତରେ କନସିୟସ୍ ଏନର୍ଜି ପ୍ରବାହିତ ହେବ, ବୁଝିହେଉଛି, କନସିୟସ୍ ଏନର୍ଜି ପ୍ରବାହିତ ହେବ। ଯଦି ଇଫ୍ ଇଟ୍ ଇଜ୍ ପସିବୁଲ୍ ଯେ ହାତ ଗୋଡ଼ ମୁଣ୍ଡ ମନ ସବୁ ଗୁଡ଼ାକ ଆଉ ଏକ ଚେତନାରେ ପରିପୂର୍ଣ୍ଣ ହେଇଯିବ, ହାଉ ଦ ଲାଇଫ୍ ୱିଲ୍ ବି ବର୍ଣ୍ଣନା କରୁଛନ୍ତି। এই ନବମୂର୍ତ୍ତିକା ପ୍ରସ୍ତୁତ କରିବା ହିଁ ହେଲା ନବଯୁଗର ନବରସାୟନ। ଏ ନୂଆ ରକମ ମ୍ୟାଟର ସୃଷ୍ଟି କରିବା କେମିତି ନା ସେ ଚିନ୍ମୟ ତଥାପି ମୃଣୟ, କନସିୟସ୍ ଏବଂ ତଥାପି ସେ ହେଉଛି ଜଡ଼। ସେ ଜଡ଼ ଅଲଗା ରକମ ଜଡ଼, ଏ ଜଡ଼ ନୁହେଁ। ଆମେ ପଢ଼ିବା ଆଉ ଗୋଟେ ବିଷୟ, ଏଇଟା ହେଉଛି ନଳିନ୍ଦାଙ୍କର ପଞ୍ଚେନ୍ଦ୍ରିୟ ରହସ୍ୟ। ଉପନିଷଦ କହିଛି ପରାଞ୍ଚି ଖାନି, ଏଇଟା ପଢ଼ିଦେଲେ ଆମେ ସରିଲା। ଏଇଟା ଭେରି ଇଣ୍ଟରେଷ୍ଟିଂ ସବଜେକ୍ଟ। ନବରସାୟନ, ନବରସାୟନର ସାରାଂଶ ହେଲା ଜଡ଼ ଶରୀର ଚିନ୍ମୟ ତତ୍ତ୍ୱରେ ପରିବର୍ତ୍ତିତ ହେବ, ତଥାପି ସେ ଜଡ଼ ହେଇକି ରହିବ, କିନ୍ତୁ ଆଉ ଏକ ରକମ ଜଡ଼ ହେଇକି ରହିବ। ପଞ୍ଚେନ୍ଦ୍ରିୟ ରହସ୍ୟ ଉପନିଷଦ କହିଛି ପରାଞ୍ଚି ଖାନି, ଇନ୍ଦ୍ରିୟମାନଙ୍କର ଦରଜା ଝରକା ସବୁ ବାହାର ଆଡ଼କୁ ପୁରା ଖୋଲା ରହିଛି। ଆମେ କେମିତି ଦେଖୁଛୁ ନା ବାହାରକୁ ଦେଖୁଛୁ, ନୁହେଁ, ଭିତରକୁ ଦେଖୁନୁ। କୌଣସି ବାଧା ବନ୍ଧନ ନାହିଁ, ଆଁ କରି ଯେପରି ଜଗତଟାକୁ ଯାବତୀୟ ବସ୍ତୁକୁ ଗିଳିବାକୁ ଚାହୁଁଛି। କିନ୍ତୁ ଯଦି ଆତ୍ମସ୍ଥ ହେବାକୁ ଚାହଁ, ଯଦି ଆଧ୍ୟାତ୍ମିକ ସ୍ଥିତି ଲାଭ କରିବାକୁ ଚାହଁ, ତେବେ ତୁମର ପ୍ରଥମ କର୍ତ୍ତବ୍ୟ ହେଉଛି ଏହିସବୁ ଦରଜା ଝରକା ସବୁ ବନ୍ଦ କରିଦେବା। କିଲିଣି ଦେଇ ବା ଯଦି ସମ୍ଭବ ହୁଏ ଏସବୁ ସ୍ଥାନରେ ପାଚେରୀ ମଧ୍ୟ ଉଠାଇ ଦେଇପାର। ଆମର ଯେଉଁ ୱି ଆର୍ କନସିୟସ୍ ଅଫ୍ ଦି ଆଉଟସାଇଡ୍, ବାହାରର କୌଣସି ସ୍ପନ୍ଦନ ଦ୍ୱାରା ଆମେ ସ୍ପନ୍ଦିତ ହେଉଛୁ ସବୁବେଳେ। ତା ନ କରିକିରି ଆମର ଏଣ୍ଟାୟାର ବେସିସ୍ ଅନ୍ତର ଚେତନା ଭିତରେ ରହିବ, ଭିତରକୁ ଯିବ ସବୁବେଳେ। ମାନେ ତାକୁ ମନେ ପଡ଼ିଥିବ ମାଙ୍କ ଲେଖା ଷ୍ଟେପ୍ ବ୍ୟାକ୍ ବୋଲି ପଡ଼ିଥିବ ବୋଧେ। ଷ୍ଟେପ୍ ବ୍ୟାକ୍ ହେଉଛି କୌଣସି କଥା ଇମିଡ଼ିଏଟଲି କୁହନି, କୌଣସି କଥା ଇମିଡ଼ିଏଟଲି ଡିସାଇଡ଼୍ କରନି, ପ୍ରତ୍ୟେକ କଥା ଠିକ୍ କର, ଅପେକ୍ଷା କର, ଭିତରୁ ସାଙ୍ଗସନ୍ ଆସିବ, ତାପରେ ଡିସାଇଡ଼୍ କରିବ। ସେ ଗପ ମୁଁ କହିଛି ବହୁତ ଥର ଯେ ଗୁରୁ ଶିଷ୍ୟମାନଙ୍କୁ କହିଛନ୍ତି ହଠାତ୍ କିଛି କହିବନି, ସଡନ୍ଲି କିଛି ଡିସାଇଡ଼୍ କରିବନି, ଇମ୍ପୋର୍ଟାଣ୍ଟ କଥା ହେଲେ 1ରୁ 100 ଯାଏ ଗଣିବ। ତାପରେ ଦିନେ ଗୁରୁ ବସିଛନ୍ତି, ଶିଷ୍ୟମାନେ ବସିଛନ୍ତି, ଶିଷ୍ୟମାନେ ପାଟି ପାକ୍ କରୁଛନ୍ତି। ଗୁରୁ ଭାବିଲେ କ'ଣ ଗୋଟେ ଇମ୍ପୋର୍ଟାଣ୍ଟ କଥା କହିବେ, ସେ କହିଲେ ହଠାତ୍ ଶିଷ୍ୟମାନେ କହି ଉଠିଲେ 900 ନିଆଁ ଲାଗିକିରି ଆପଣଙ୍କ ଅଧା ପୋଡ଼ିଗଲାଣି ଲୁଗା। ଆଚ୍ଛା, ଗୀତା ବି ଏଇ କଥା କହିଛି, ମନୁଷ୍ୟର ଆତ୍ମା ଅନ୍ତର ଶାନ୍ତି ଭିତରେ ସ୍ଥିର ଆସୀନ, ଦେହ ପୁରୀର 9ଟି ଦ୍ୱାର ସେ ଦୃଢ଼ ଭାବେ ବନ୍ଦ କରି ରଖିଛି, ନିଜେ କୌଣସି କାର୍ଯ୍ୟ କରେ ନାହିଁ, କାହା ଦ୍ୱାରା ମଧ୍ୟ କାର୍ଯ୍ୟ କରାଏ ନାହିଁ। ଯେ ଆମେ ଆକ୍ଚୁଆଲି ଆଉଟର ଇମ୍ପଲ୍ସ ଦ୍ୱାରା ପରିଚାଳିତ ହେଉ, ପ୍ରତ୍ୟେକ କଥାରେ ବାହାରର କ୍ରିୟା ଇମିଡ଼ିଏଟଲି ପ୍ରତିକ୍ରିୟା ହୁଏ। ଇଟ୍ ଇଜ୍ ଯେଉଁଟା ଆମେ ଶ୍ରୀଅରବିନ୍ଦଙ୍କର ସମ୍ପର୍କରେ ମା ଯେଉଁ ଲେଖିଛନ୍ତି ଗୋଟେ ବଢ଼ିଆ କଥା, ଝଡ଼ ହେଉଛି ଶ୍ରୀଅରବିନ୍ଦଙ୍କୁ ମା ପଶି ଲେଖିଛନ୍ତି
ଟିକେ ବି ପବନ ଝରକା କବାଟ ଖୋଲା ଟିକେ ବି ପବନ ନାହିଁ। ଏତେ ଶାନ୍ତ ପରିବେଶ ଯେ ସ୍ଥୂଳକୁ ମଧ୍ୟ ପରିବର୍ତ୍ତନ କରୁଛି। ଆମକୁ ତ ସ୍ଥୂଳ ତ ପରିବର୍ତ୍ତନ ବହୁତ ବଡ଼ କଥା। ଭିତରର ଶାନ୍ତତା ସ୍ଥିର ରଖିବା, କୌଣସି ମୁହୂର୍ତ୍ତରେ ଭାସି ନ ଯିବା, ଭାଙ୍ଗି ନ ଯିବା, ଇଏ ହେଉଛି ସାଧନାର ପ୍ରାଥମିକ ଅବସ୍ଥା। ତାପରେ ସେ କହୁଛନ୍ତି ଆମେ ଜାପାନର 3 ବାନରଙ୍କ କଥା ସ୍ମରଣ କରୁ। 3 ଜଣ ପାଖାପାଖି ବସିଛନ୍ତି। ଜଣେ ଆଙ୍ଗୁଳି ଦେଇ 2 ଚକ୍ଷୁ ବନ୍ଦ କରିଛି, ଅର୍ଥ ମୁଁ କିଛି ଦେଖିବି ନାହିଁ। ଆଉ ଜଣେ କାନ ବନ୍ଦ କରିଛି, ମୁଁ କିଛି ଶୁଣିବି ନାହିଁ। ଆଉ ଜଣେ ମୁଖ ବନ୍ଦ କରିଛି, କୌଣସି କଥା କହିବି ନାହିଁ। ଏ ହେଲା ଜେନ୍ ସାଧନାର ପ୍ରତୀକ। ଜାପାନର ଯେଉଁ ଜେନ୍ ରହିଛି ୱେ ଅଫ୍ ସାଧନା, ତାର ପ୍ରତୀକ ହେଉଛି ଏଭଳି। ଇନ୍ଦ୍ରିୟମାନଙ୍କ ସାଙ୍ଗରେ ଏଇଭଳି ବ୍ୟବହାର କରାଯାଇପାରେ। ତୁମେ ଯଦି ମନେକର ଇନ୍ଦ୍ରିୟ ଗୁଡ଼ିକ ତୁମକୁ ଟାଣି ବାହାରକୁ ନେଇ ଚାଲିଛନ୍ତି, ତୁମକୁ ଲୋଭ ଦେଖାଇ ଜଗତର ମଧୁର ନଶ୍ୱର ଭୋଗ ସମୂହ ପଛରେ ଛୁଟାଇ ନେଇ ଚାଲିଛନ୍ତି, ଜୀବନର ସକଳ ଦୁଃଖ ସୁଖର ଭୋଗ ଓ ଅଜ୍ଞାନର ଦୈତ୍ୟଧାରା ମଧ୍ୟରେ ତୁମ ପତନର ପଥ ପ୍ରସ୍ତୁତ କରି ଚାଲିଛନ୍ତି, ତେବେ ଇନ୍ଦ୍ରିୟମାନେ ବିପଜ୍ଜନକ ଚାଳକ। ଯେତେବେଳେ ଆମେ ଅନେକ ଛୋଟ ଛୋଟ ଡିସିସନ୍ ନେବା, ସେ ଡିସିସନ୍ ହେଉଛି ମୁଁ ଦରକାର ନ ପଡ଼ିଲେ କିଛି କହିବିନି। ଲେଖା ହେଇ ମାନସିକ ତପସ୍ୟାରେ ଲେଖା ହେଇଛି ସବୁଠାରୁ ମଣିଷ ଗର୍ବ ଅନୁଭବ କରେ ଗୁଡ଼ାଏ କଥା କହିପାରେ ବୋଲି। ଆଉ ଏତେ ବାଜେ କଥା କୁହେ ଯେ ଆଉ କିଛି କହିବାର ନାହିଁ। ସଡନ୍ଲି ତା ଭିତରୁ କଥା ବାହାରି ଆସେ, ଯେଉଁ ସେ ଯାହାକୁ ସେ ମିନ୍ କରିନଥାଏ ତା ଭିତରେ କହି ଚାଲିଯାଏ। ଏଇଭଳି ଏକ ଅବସ୍ଥା ଯେତେବେଳେ ଆସିବ ଜାଣିବ ଯେ ଆମ ନିଜ ଉପରେ କୌଣସି କଣ୍ଟ୍ରୋଲ ନାହିଁ, କୌଣସି କଣ୍ଟ୍ରୋଲ ନାହିଁ। ତାପରେ ସେ କହୁଛନ୍ତି ତୁମ ତାହେଲେ ଏଇ ଯେଉଁ ଅଜ୍ଞାନର ଦୈତ୍ୟଧାରା ଆମର ପତନର ପଥ ପ୍ରଶସ୍ତ କରି ଚାଲିଛନ୍ତି। ଆମେ ଯଦି ତାଙ୍କ ଉପରେ ଆମେ ଯଦି ଷ୍ଟେପ୍ ବ୍ୟାକ୍ ନ କରିବା ନିଶ୍ଚୟ ଅସୁବିଧାରେ ପଡ଼ିଯିବା। ତେଣୁ ଇନ୍ଦ୍ରିୟମାନେ ବିପଜ୍ଜନକ ଚାଳକ, ଇଏ ହେଲା ଗୋଟେ ସାଇଡ୍ ଇନ୍ଦ୍ରିୟମାନଙ୍କର। ପ୍ରତ୍ୟେକ କଥାରେ ଆମେ ଦେଖିବୁ ଯେ ସେଥିପାଇଁ ମାଆଙ୍କୁ ପଚରା ହେଇଛି ବ୍ରତ ଉପବାସର ମୂଲ୍ୟ କ'ଣ ବୋଲି। ବସ୍ ମା କହିଲେ ଯେ କେବଳ ସଂକଳ୍ପ ଶକ୍ତି ବଢ଼ାଏ। ତୁମେ କ'ଣ କହିବ ଆଜି ଦିନଟା ଭିତରେ କେତେକ ସବୁ କହନ୍ତିନି କି ଏକାଦଶୀ ସବୁ ଥାଏ ଗୋଟେ ସବୁ ପାଣି ପିଅନ୍ତିନି, ଚେପ ଡକନ୍ତିନି ବା ବିଭିନ୍ନ ରକମ ସବୁ ସଂକଳ୍ପ କରନ୍ତି। ୟାର ଏତିକି କେବଳ ଲାଭ ହେଉଛି ସଂକଳ୍ପ ଶକ୍ତିକୁ ସାହାଯ୍ୟ କରେ ପଢ଼ିବା ପାଇଁ, ନଟ୍ ଦ୍ୟାଟ୍ ଆଉ କିଛି କରିଦେଇପାରିବ ବୋଲି। ଉପାସ ରହିଲେ ଆଉ ଗୋଟେ ଘଟଣା ଘଟେ, ଶୁଣନ୍ତୁ ବର୍ଣ୍ଣନା କରିଛନ୍ତି ଯେ वी आर ओपन टू द ଭାଇଟାଲ ଫୋର୍ସେସ୍। ଅନେକ ଲୋକ ଉପାସ ରହିକି ମଧ୍ୟ ଦୁର୍ବଳ ଫିଲ୍ କରନ୍ତିନି କେବେ, କିନ୍ତୁ ତା ପରବର୍ତ୍ତୀ ପଢ଼ିବା। କିନ୍ତୁ ଇନ୍ଦ୍ରିୟମାନେ ନିଶ୍ଚିତ ରୂପରେ ଏଇ ଧରଣର ଦୁର୍ବୃତ୍ତ ହେବେ ତାହା ଠିକ୍ ନୁହେଁ। ଇନ୍ଦ୍ରିୟମାନେ ଯେ ସବୁବେଳେ ହଇରାଣ କରିବେ ଏକଥା ନୁହେଁ। ଇନ୍ଦ୍ରିୟମାନେ ତୁମକୁ ଅଜ୍ଞାନତାର ପାତାଳ ଭିତରକୁ ନ ଖସାଇ ତୁମକୁ ଉପରକୁ ଉଠି ଚାଲିବା ପାଇଁ ସାହାଯ୍ୟ କରିପାରନ୍ତି, ଅନ୍ତର ଦିଗରେ ପଥ ପ୍ରଦର୍ଶକ ହୋଇପାରନ୍ତି, ଅଙ୍ଗୁଳି ନିର୍ଦ୍ଦେଶ କରିପାରନ୍ତି, ନିଜକୁ ଖୋଲି ଧରି ପାରନ୍ତି ମାୟାର ଜଗତ ଆଡ଼କୁ ନୁହେଁ ପରନ୍ତୁ ଜ୍ୟୋତିର୍ମୟ ସତ୍ୟମୟ ଜଗତ ଆଡ଼କୁ। ଆଉ ଏକ ଟପ୍ ବିଷୟ ଆସିପାରେ ଇନ୍ଦ୍ରିୟମାନଙ୍କର, ଯେ ମନେ କରନ୍ତୁ ଜଣେ ଲଭ୍ ଇଜ୍ ଏ ଫିଲିଂ, ଗୋଟେ ଏକ୍ସପିରିଏନ୍ସ। ଶ୍ରୀମନ୍ତ କହିଛନ୍ତି ଭକ୍ତି ହେଉଛି ଗୋଟେ ଏକ୍ସପିରିଏନ୍ସ। ଗୋଟେ ଏଇ ଭକ୍ତିର ଭାବକୁ ବଜାୟ ରଖିବା, ସବୁବେଳେ ବଜାୟ ରଖିବା ଅର୍ଥ ବୁଝି ହେଉଛି ମେଣ୍ଟେନ୍ କରି ରଖିବା ଏବଂ ତାକୁ କଭର ହେବାକୁ ଦେବାନି ଅନ୍ୟାନ୍ୟ ଫିଲିଂ ଦ୍ୱାରା, ଇରିଟେସନ୍ ଦ୍ୱାରା, ସଡନ୍ ଏକ୍ସପ୍ରେସନ୍ ଦ୍ୱାରା ବା ବିଭିନ୍ନ ରକମ ଘଟଣା ଦ୍ୱାରା, ଲୋଭ ଦ୍ୱାରା ତାକୁ କଭର କରି ରଖିବାନି। ଇଟ୍ ଇଟସେଲ୍ଫ ଇଜ୍ ଏ ଗ୍ରେଟ୍ ତପସ୍ୟା। ଗୋଟେ ବଢ଼ିଆ କରି ଇଏ ହେଲେ ବିଲ୍ୱମଙ୍ଗଳ। ବିଲ୍ୱମଙ୍ଗଳ ତାଙ୍କୁ କୁହାଗଲା ଯେ ସିଏ ଆଖି ଫୁଟେଇ ଦେଲେ ନିଜେ। ତାକୁ କୁହାଗଲା ଯେ ଆଖିଟା ଫୁଟେଇ ଦେଲେ ଭଗବାନ ପାଇବ, ଦେଖିବ କେମିତି। ତାଙ୍କୁ ବହୁତ ଅନୁତାପ ହେଲା। ଆଉ ପରେ ଭଗବାନ ତାଙ୍କୁ ହାତ ଧରିକି ନେଇଗଲେ, ଛାଡ଼ିଲେ। ଆଖି ଶିବା ସଦୃଶ ବ୍ୟକ୍ତିର ବ୍ୟବହାର ସେ କଲେ। ମହାରାଜ ଜଣେ ସାଧୁଙ୍କ ବିଷୟରେ ଲେଖିଛନ୍ତି, ତାଙ୍କ ଗୁରୁଙ୍କର ସେ ଥିଲେ, ତାଙ୍କ ଗୁରୁ ଯେତେବେଳେ ମୌନି ବାବାଙ୍କ ଗୁରୁ, ସେ କ'ଣ କରିଥିଲେ, ରଘୁନାଥ ଦାସ ମାନିଥିବ ବହିଟା, ସନ୍ଥ ମହାତ୍ମା ରଘୁନାଥ ଦାସ ବୋଲି ମନେ ପଡ଼ୁଛି କି ବହିଟା? ସେ ବହିରେ ରଘୁନାଥ ଦାସ ବୁଲୁଛନ୍ତି ଗଙ୍ଗା ତୀରରେ, ଜଣେ ଦେଖାଦେଲା ତାଙ୍କୁ, କ'ଣ ସେ
ଭୈରବ ନୁହେଁ ତ ଗନ୍ଧର୍ବ ନା ଏମିତି ଗୋଟେ କ'ଣ ନାଁ ଦେଇଛନ୍ତି ଦେଖାହେଲା। ତାଙ୍କୁ 700 କେତେ ବର୍ଷ। ତାଙ୍କୁ ଦେଖୁ ଦେଖୁ ୟାଙ୍କର ରଘୁନାଥ ଦାସଙ୍କ ବିଷୟରେ ସବୁ କହି ଚାଲିଗଲେ। କହିଲେ ମୁଁ ତତେ ଅପେକ୍ଷା କରିକି ଏଠି ରହିଛି। କେମିତି ନା ତୁ ହଉଛୁ ଆମ ବଂଶର ଲୋକ। ଆଉ ମୋର ତାଙ୍କ ବାପାଙ୍କ ନାଁ ଘର ସବୁ କଥା କହି ଚାଲିଗଲେ ସେଠି ଆଉ। କହିଲେ ମୁଁ ଅପେକ୍ଷା କରିଛି ଗୋଟେ କାମ ପାଇଁ ତତେ ସାଧନା କି ସୂତ୍ର ବତେଇ ଦେଇକି ଯିବି। ଏହା କହିକି ସାଧନାର ସୂତ୍ର ବତେଇଲେ ତାପରେ ଗଙ୍ଗାରେ ଦେହତ୍ୟାଗ କଲେ। କ'ଣ ହୁଏ ଇନ୍ଦ୍ରିୟମାନେ ହେଉଛନ୍ତି ଇନଷ୍ଟ୍ରୁମେଣ୍ଟ ଯେମିତି ଗୋଟେ ପେନସିଲ୍ ଗୋଟେ କଲମ ଗୋଟେ ଇନଷ୍ଟ୍ରୁମେଣ୍ଟ ତା ଦ୍ୱାରା ଭଲ ଜିନିଷ ଲେଖିହେବ ଖରାପ ଜିନିଷ ବି ଲେଖିହେବ। ତେଣୁ ଇନ୍ଦ୍ରିୟକୁ ଭଲ ଭାବରେ ବ୍ୟବହାର କରିହେବ ଏବଂ ତାକୁ ଯଦି ଡେଡିକେଟେଡ୍ କରାଯାଏ ଉତ୍ସର୍ଗ କରାଯାଏ ଇନ୍ଦ୍ରିୟକୁ ତାହେଲେ ଇଟ୍ ବିକମ୍ସ ଏ ୱଣ୍ଡରଫୁଲ୍ ଇନଷ୍ଟ୍ରୁମେଣ୍ଟ। କ'ଣ କୁହନ୍ତୁ ଭିତରର ଏକ ଗଭୀର ଅନୁଭବ ଅଛି ଭିତରର ସେ ଗଭୀର ଅନୁଭବକୁ ପ୍ରାଣରେ ଦେହରେ ପ୍ରକାଶ କରିହେବ। ଜଣେ ଚେଷ୍ଟା କରିପାରିବ ଇଟ୍ ଇଜ୍ ଏ ଜବ୍ ଯେମିତି ଗୋଟେ ପ୍ରୋଜେକ୍ଟ ଦିଆହେଇଛି ପ୍ରୋଜେକ୍ଟଟା କରିବାକୁ ପଡ଼ିବ କୌଣସି ମତେ ଗୋଟେ ପ୍ରୋଜେକ୍ଟ ସେଥିପାଇଁ ଜୀବନ ସାରା ପାଇଁ ଦିଆଯାଇଥାଏ ସେ ପ୍ରୋଜେକ୍ଟଟାକୁ କୌଣସି ମତେ କ୍ୟାରି ଆଉଟ୍ କରିବାକୁ ପଡ଼ିବ। ଆମେ ପଢ଼ିବା ପଢ଼େ